ଭଉଣୀକୁ ନ୍ୟାୟ ମିଳିବା ଆମର ଦାବି ନ୍ୟାୟ ମିଳିବା ଆମର ଦାବି ନାରୀ ସୁରକ୍ଷା ଆମର ଦାବି ନାରୀ ସୁରକ୍ଷା ଆମର ଦାବି ରାଇକିଆରେ ଟିକାବାଲିର କଲେଜ ଛାତ୍ରୀ ରିନୁ ମହାପାତ୍ରଙ୍କୁ ନ୍ୟାୟ ତଥା ଦୋଷୀକୁ ଉପଯୁକ୍ତ ଦଣ୍ଡ ବା ଫାଶୀ ପାଇଁ ଦାବି କରି ସ୍ଲୋଗାନ ସହ କ୍ୟାଣ୍ଡେଲ ଶୋଭାଯାତ୍ରା ରାଇକିଆରେ କରାଯାଇଥିବା ଦେଖିବାକୁ ମିଳିଛି। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ଟିକାବାଲିର ଝିଅ ଗାଜଲବାଡ଼ି ଜଙ୍ଗଲରେ କିପରି ଭାବରେ ଗଣ ଦୁଷ୍କର୍ମର ଶିକାର ହେଲେ ଓ ହତ୍ୟା କରାଗଲେ 4 ଜଣ ବ୍ୟକ୍ତିଙ୍କ ଦ୍ୱାରା ସେ ନେଇ ତାଙ୍କ ନ୍ୟାୟ ପାଇଁ ରାଇକିଆ ଅଞ୍ଚଳବାସୀ ଆଗକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ବାସ୍ ସଂଗଠନ ପକ୍ଷରୁ ନେତୃତ୍ୱ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ 4 ଯୁବକଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ କରି ଫାଶୀ ଦେବା ପାଇଁ ମଧ୍ୟ ଦାବି କରି ନାରୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ସଚେତନତା ବାର୍ତ୍ତାମୂଳକ ଏହି କାର୍ଯ୍ୟକ୍ରମ ବାସ୍ ସଂଗଠନ ଦ୍ୱାରା କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବାସ୍ ସଂଗଠନର ପ୍ରତିଷ୍ଠାତା ଶେଖର ଦିଗାଲ, ମୁଖପାତ୍ର ରୋଶନ ନାୟକ, ଅମର କୁମାର ନାୟକ, ବିଭୂତି ଭୂଷଣ ଦିଗାଲ, ବିବେକାନନ୍ଦ ଦିଗାଲ, କାନନ ଦିଗାଲ, ଅନିକେତ ବେହେରା, ପାଉଲ ରାଜ ପ୍ରଧାନ, ବବି ସମାଜପତି, ବିବେକ ଦିଗାଲ ଓ ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉକ୍ତ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ଯୁବାଯୁବତୀ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ରାଇକିଆ ଅଞ୍ଚଳବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୋଭାଯାତ୍ରାକୁ ସାଫଲ୍ୟମଣ୍ଡିତ କରିବାରେ ସାହାଯ୍ୟ ସହଯୋଗ କରିଥିଲେ। ରେଣୁ ମହାପାତ୍ରଙ୍କୁ ନ୍ୟାୟ ମିଳିବା ସହ ନାରୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ବାସ୍ ସଂଗଠନ ଦ୍ୱାରା ଉକ୍ତ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଶୋଭାଯାତ୍ରାରେ ବାସ୍ ସଂଗଠନର ପ୍ରତିଷ୍ଠାତା ଶଶାଙ୍କ ଶେଖର ଦିଗାଲ ଏବଂ ସଂଗଠନର ସଦସ୍ୟ ରୋଶନ ନାୟକଙ୍କ ଦ୍ୱାରା ନାରୀମାନଙ୍କୁ ସୁରକ୍ଷା ଏବଂ ସଚେତନ ହେବାର ଅଭିଭାଷଣ ମଧ୍ୟ ରଖିଥିଲେ। ଆଗାମୀ ଦିନମାନଙ୍କରେ ଏହିପରି ଘଟଣା ଯେପରି ନ ଘଟେ ସେଥିନିମନ୍ତେ ପ୍ରଶାସନ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ, ଯେପରି ଅନ୍ୟମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ହେବା ଏହିପରି ଘୃଣ୍ୟ କାମ କରିବା ପୂର୍ବରୁ ବୋଲି ଦାବି ହୋଇଛି। ଦର୍ଶକ ବନ୍ଧୁ ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।